ମାନଙ୍କୁ ଦେଖନ୍ତୁ ଆଜି ଚାहे ଯେକୌଣସି ବ୍ୟକ୍ତିଙ୍କୁ ଦେଖନ୍ତୁ ଆଜି ସମସ୍ତଙ୍କର ମୁଖରେ ଯୀଶୁଙ୍କର ନାମ ରହିଛି। ଆଉ ଯୀଶୁଙ୍କର ନାମ ରହିବାର ମୁଖ୍ୟ କାରଣ ହେଉଛି ଯୀଶୁ ହିଁ ପରିତ୍ରାଣକାରୀ ପରମେଶ୍ୱର ଅଟନ୍ତି। ପ୍ରିୟର ଭାଇ ଏବଂ ଭଉଣୀମାନେ ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନହେଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଏହି ସମୟ ମାନଙ୍କରେ ଅନେକ ଲୋକ ଗୁପ୍ତ ଭାବରେ ରହିଛନ୍ତି ଯେଉଁମାନେ କି ଯୀଶୁଙ୍କ ବିଶ୍ୱାସ କରନ୍ତି, ଯୀଶୁଙ୍କୁ ଫଲୋ କରନ୍ତି, ଯୀଶୁଙ୍କୁ ମାନନ୍ତି, କିନ୍ତୁ ସେମାନେ ବାହାରେ ଆସିନାହାନ୍ତି। ଅନେକ ଲୋକ ଭାବୁଛନ୍ତି ଆମେ ବହୁତ ଲୋକ ଅଛୁ। ନାଇଁ ନାଇଁ ନାଇଁ, ଆପଣ ବହୁତ ଲୋକ ଥାନ୍ତୁ କି ନଥାନ୍ତୁ, କିନ୍ତୁ ଏହା ବିଶ୍ୱାସ କରନ୍ତୁ, ଏହା ଜାଣନ୍ତୁ ଭିତରେ ଏତେ ଗୁପ୍ତ ଖ୍ରୀଷ୍ଟ ପ୍ରେମୀମାନେ ଅଛନ୍ତି ଯାହାକି ଏବେ ବାହାରେ ଆସିନାହାନ୍ତି। ସେମାନେ ବାହାରେ ଆସୁଛନ୍ତି ଆଉ ଆଗାମୀ ଦିନମାନଙ୍କରେ ନିହାତି ଭାବରେ ଆସିବେ। କାହିଁକି ନା ପ୍ରଭୁକୁ ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ଗୁପ୍ତ ହୋଇ ରହିପାରିବେ ନାହିଁ। ସେମାନେ ନିହାତି ଭାବରେ ବାହାରେ ଆସିବେ ଆଉ ଆପଣମାନେ ନିହାତି ଭାବରେ ଜାଣିପାରିବେ। ଆଜି ସରକାର ମଧ୍ୟ ଜାଣନ୍ତି ଯେ ଖ୍ରୀଷ୍ଟିଆନ ମାନେ କେତେ ମାତ୍ରାରେ ବଢ଼ୁଛନ୍ତି ଆଉ କେତେ ସେମାନେ ଆଗକୁ ଯାଉଛନ୍ତି ଆଉ ତାଙ୍କର ପ୍ରଭୁ ଯେ ମହାନ ଏହା ସେମାନେ ମଧ୍ୟ ଜାଣିଛନ୍ତି। ଆଜି ଅନେକ ଲୋକମାନେ ଜାଣିଲା ପରେ ମଧ୍ୟ ଗୁପ୍ତ ରହିଛନ୍ତି। ସେମାନଙ୍କୁ ପ୍ରକାଶରେ ଆସିବା ପାଇଁ ସମୟ ଲାଗୁଛି, କିନ୍ତୁ ମୁଁ ଆପଣଙ୍କୁ କହିଦେବା ପାଇଁ ଚାହେଁ ବାଇବେଲ କହେ ସେ ପ୍ରକାଶ ପାଇବେ। ଗୁପ୍ତ ହୋଇ କୌଣସି ବିଷୟ ରହିବ ନାହିଁ, ସମସ୍ତ ବିଷୟ ପ୍ରକାଶ ପାଇବ। ଏହା ଆପଣମାନଙ୍କୁ ମୁଁ ଜଣାଇ ଦେବା ପାଇଁ ଚାହେଁ। ଯଦି ଆପଣ ଏ ଭିଡ଼ିଓ ଦେଖୁଛନ୍ତି ଆପଣମାନେ ମଧ୍ୟ ଏବେ ଯଦି ପ୍ରଭୁଙ୍କୁ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବେ, ବିଶ୍ୱାସ କରିବେ, ତାହେଲେ ନିହାତି ଭାବରେ ଆପଣମାନେ ମଧ୍ୟ ସେଇ ଉଦ୍ଧାର, ସେଇ ପରିତ୍ରାଣ, ସେଇ ମୁକ୍ତି ଆପଣ ନିହାତି ଭାବରେ ପାଇପାରିବେ। ପ୍ରିୟର ଲୋକମାନେ ମୁଁ ଆପଣଙ୍କୁ ଏତିକି କହିବା ପାଇଁ ଚାହେଁ, ଭିଡ଼ିଓକୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ, ଆପଣଙ୍କର ମତାମତ କମେଣ୍ଟ ବକ୍ସରେ ନିହାତି ଭାବରେ ଲେଖନ୍ତୁ। ଆମେ ନେକ୍ସଟ ଭିଡ଼ିଓରେ ପୁଣି ଥରେ ଆମେ ଦେଖା ହେବା, ପ୍ରଭୁଙ୍କର ମହିମା କରିବା। ଗଡ୍ ବ୍ଲେସ୍ ୟୁ ଅଲ୍।